time in a jungle. There lived a lion. Every day he hunt 2-3 animals as a meal. One day all the animals were scattered about lion. One day rabbit's turn. Rabbit has planned on his way. Rabbit had a plan on his way. At a quarter way, rabbit said lion, come from me. Rabbit said, come from myself. I saw you. Then the stronger lion come, rabbit, rabbit or lion. Those are from jungle. Then the lion followed rabbit. Rabbit said, so lion. Then the stronger lion saw stronger lion jumped in the well. Rabbit is very much happy. ପିଲାମାନେ ବୁଝି ପାରିଲ ଗପ କେମିତି ଲାଗିଲା? ଲାୟନ and the rabbit story. ଗୋଟେ ଲାୟନ ଆଉ ଗୋଟେ rabbit, ଗୋଟେ ସିଂହ ଆଉ ଗୋଟେ ଠେକୁଆ ଗପ। ସିଂହଟି ବଡ଼ ଚତୁର, rabbit ବି ବଡ଼ ଚତୁର, ଠେକୁଆ ବି ସିଂହଠୁ ବଡ଼ ଚତୁର। ଦି ଜଣ ସିଂହଟି ସବୁବେଳେ କିଛି ନା କିଛି ପଶୁ ଖାଏ, ଦିନରେ 2-3ଟା ପଶୁ ଖାଏ ମାରିକିରି। ସମସ୍ତେ ପୁରା ଚିନ୍ତାରେ ପଡ଼ିଯାଇଥିଲେ, କଣ ଆମେ କରିବା, ଆମ ପାଳି କାଲିକି ଆମ ପାଳି, ଏମିତି ସମସ୍ତେ ଦୁଃଖରେ ଥିଲେ। ସମସ୍ତେ ଯାଉଥିଲେ, ଯୋଉଦିନ ଯାହା ପାଳି ପଡୁଥିଲା ସିଂହ ତାକୁ ଖାଉଥିଲା ମାରିକି। ଆଉ ଦିନେ ରାବିଟ୍ ପାଳି ପଡ଼ିଲା। ରାବିଟ୍ ସେଠୁ ଚିନ୍ତା କଲା, କଣ ଗୋଟେ ପ୍ଲାନ୍ କଲେ ମୁଁ ବଞ୍ଚି ପାରିବି ବି ଅନ୍ୟମାନଙ୍କୁ ବଞ୍ଚେଇ ପାରିବି। କେମିତି କଣ ପ୍ଲାନ୍ କରିବି? ନିଜେ ଚିନ୍ତା କଲା, ମୁଁ ଗୋଟେ ସବକ ଶିଖେଇବି ସିଂହକୁ ଡାକିଦେଲା, କହିଲା ସିଂହ ଆସ, ମୁଁ ତମଠୁ ଆଉ ଗୋଟେ ମହାବଳ ସିଂହ ଆସିଛି, ଦେଖିବ ଆସ ଜଙ୍ଗଲରେ। କହିଲା ସତରେ ନା? ହଁ ଆସ। ଚାଲ 2 ଜଣ ସିଂହ ତା ରାବିଟ୍ ପଛେ ପଛେ ଗଲା। ଦେଖିଲା କହିଲା ଆସ, ଦେଖିଲା ପୁଅକୁ ନେଇଗଲା, ପୁଅ ଉପରେ ଛିଡା କରିଦେଲା। ଦେଖ ପୁଅରେ ଛିଡା ହେଲେ ନିଜ ପ୍ରତିଛବି ଦେଖାଯାଏ। ସିଂହଟି ଦେଖିଲା ତାର ନିଜ ପ୍ରତିଛବି, କିନ୍ତୁ ସିଂହ ବୁଝିପାରିଲା ନାହିଁ ଯେ ସେ ମୋ ପ୍ରତିଛବି ବୋଲି। ସିଂହ ଭାବିଲା ଆଉ ଗୋଟେ ସିଂହଟେ ଅଛି ପୁଅ ଭିତରେ, ସିଏ ତାକୁ ମାରିବା ପାଇଁ ଖାଇବା ପାଇଁ ପୁଅ ଭିତରକୁ ଡେଇଁ ପଡିଲା। ସିଂହଟି ବୁଝିପାରିଲା ନାହିଁ ଯେ ସେ ତା ନିଜ ପ୍ରତିଛବି ବୋଲି। ସିଂହ ଡେଇଁ ପଡିଲା ପୁଅ ଭିତରକୁ, ସିଂହଟି ପାଣି ଭିତରେ ମରିଗଲା। ଆଉ ଠେକୁଆ ଖୁସି। ନିଜକୁ ବଞ୍ଚେଇବା ସହିତ ଅନ୍ୟମାନଙ୍କ ଜୀବନକୁ